ଗଳ୍ପ ବାପାଙ୍କ ପତ୍ନୀ। ବିଷ ଆଣି ଦାଣ୍ଡଘର ଟେବୁଲ ଉପରେ ଥୋଇ ଦେଇ ସୁନାକର କହିଲେ, ଯଦି ଟିକିଏ ବି ମଣିଷ ପଣିଆ ବାକି ଥିବ ତେବେ ସେ ବୋତଲର ସଠିକ ବ୍ୟବହାର କରିବ। ଏତିକି କହି ଘରୁ ତମ ହୋଇ ବାହାରିଗଲେ। ଏ ଘର ଦୁଆର ମୁହଁରେ 25 ବର୍ଷର ପୁଅ ପାର୍ଥ ଓ ସେପଟେ ଦୁଆର ମୁହଁରେ 22 ବର୍ଷର ନିଜର ପତ୍ନୀ ମାନସୀ ଠିଆ ହୋଇଥିଲା। ପାର୍ଥ ଓ ମାନସୀ ପରସ୍ପରକୁ ଚାହିଁଥିଲେ। ପାର୍ଥର ମା ମରିବା ବେଳକୁ ପାର୍ଥକୁ 22 ବର୍ଷ ହୋଇଥିଲା। ସୁନାକର ସେତେବେଳକୁ 54 ବର୍ଷର ହୋଇଯାଇଥିଲେ। ରାନ୍ଧି ଖାଇବାକୁ ଅସୁବିଧା ଟିକେ ହେଉଥିଲା। ସୁନାକର ଚାକିରି କରିଥିଲେ, ପୁଅ ପାଠ ପଢୁଛି, ସେଥିପାଇଁ ରୋଷେଇ କରିଦେବା ପାଇଁ କାହାକୁ ଟିକେ ଖୋଜୁଥିଲେ। କିନ୍ତୁ କେହି ବି ଜଣେ ରୋଷେଇଆଳ ତାଙ୍କୁ ମିଳିଲେ ନାହିଁ। ତାଙ୍କର ବନ୍ଧୁ କେହି ଜଣେ ତାଙ୍କୁ ପୁଅକୁ ବିବାହ କରିଦେବା ପାଇଁ କହିଲେ। ସୁନାକର ପାର୍ଥ ପାଇଁ ଝିଅ ଦେଖିବାକୁ ଗଲେ। ଝିଅକୁ ଦେଖିବା ପରେ ନିଜ ପାଇଁ ପସନ୍ଦ କରି ଆସିଲେ। ମାନସୀ ଘର ଗରିବ ଥିଲେ, ପୁଣି ମାନସୀ ତଳେ ଆହୁରି 4 ଭଉଣୀ ବି ଅଛନ୍ତି। ସୁନାକର ମାନସୀ ବାପା ଓ ବୋଉଙ୍କୁ ଟଙ୍କା ଦେଇ ଚୁପ୍ କରିଦେଇଥିଲେ। ମାନସୀର ସ୍ୱାମୀ ମାନସୀର ବାପାଙ୍କ ଠାରୁ ବି ବଡ଼। ମାନସୀ ବିନତି କରିଛି, ରାଗିଛି, ଅଭିମାନ କରି ଖାଇବା ଛାଡ଼ିଛି, କିନ୍ତୁ କିଛି ବି କାମ କରିନି ଟଙ୍କା ଆଗରେ। ମାନସୀର ମାନସୀ ଠାରୁ ଗୋଟିଏ ବଡ଼ ପୁଅ ଅଛି, ଏହାକୁ ସ୍ୱୀକାର କରି ଜଣେ ବୟୋଜ୍ୟେଷ୍ଠ ପୁରୁଷକୁ ପୁଅର ସ୍ୱୀକୃତି ଦେବା ପରେ ମାନସିକତାର ଅଧିକାରିଣୀ ମାନସୀ ଏବେ ହୋଇନଥିଲା। ବିବାହ କରି ମାନସୀ ଆସିଥିଲା କେବଳ ସୁନାକରର କାମନା ଅଗ୍ନି ନିର୍ବାପିତ କରିବା ପାଇଁ, ପାର୍ଥର ମା ହୋଇ ନୁହେଁ। ସମୟକ୍ରମରେ ବାପର ଅନୁପସ୍ଥିତି ଆଉ ଦୁହିଁଙ୍କର ବୟସରେ ଏ ସାବତ ସମ୍ପର୍କକୁ ଗୁରୁତ୍ୱ ଦେଇନଥିଲେ ସେମାନେ। ଏତେ ବଡ଼ ଘର, ପୁଣି ଏତେ ବଡ଼ ଘରଟାରେ କେବଳ ଏଇ ଦୁହିଁଙ୍କର ଉପସ୍ଥିତି ସମ୍ପର୍କକୁ ଭିନ୍ନ ଦିଗ ଦେଇଥିଲା। ମାନସୀ ବାପ ଘରେ ଦବି ରହୁଥିଲା। ଏଠି ସବୁ ତାର, ଟଙ୍କାର ବି ଅଭାବ ନାହିଁ। ବାପ ପୁଅ ଦୁହେଁ ବି ତାର, ଯେମିତି ସେ ସ୍ୱପ୍ନ ରାଜ୍ୟରେ ଉଡୁଥିଲା। ପାର୍ଥ ଆଉ ମାନସୀକୁ ତା ବାପା ସାଥିରେ ବାଣ୍ଟିବାକୁ ଚାହୁଁନଥିଲା। ମାନସୀକୁ ବି ସୁନାକର ସ୍ପର୍ଶ କେଉଁଠି ଭଲ ଲାଗୁଥିଲା କି? କିନ୍ତୁ ସେ ଉପାୟ ଶୂନ୍ୟ ଥିଲା। ଏମାନଙ୍କର ଛକା ପଞ୍ଜାକୁ ସୁନାକର ବେଶ ଠଉରାଇ ପାରୁଥିଲା। ସୁନାକରକୁ ଏବେ ଲାଗୁଥିଲା କି ପ୍ରତିଦିନ ରାତିରେ କ୍ଷୀର ପିଇବା ପରେ ସେ କୋଡ଼େଇ ଉଠିଲା ବେଳକୁ ରାତି ପାହିଯାଏ କେମିତି। ସେ ପ୍ରଥମେ କିଛି ବୁଝିପାରୁନଥିଲା। ଏବେ କିନ୍ତୁ ତାର ସନ୍ଦେହ ବଢ଼ି ବଢ଼ି ଚାଲିଛି। ସେ ଆଜି ରାତିରେ କ୍ଷୀର ପିଇଲା ନାହିଁ, ଲୁଚେଇ ଢାଳିଦେଲା। କିନ୍ତୁ ଏମିତି ବାହାନା କରିଥିଲା ଯେମିତି କ୍ଷୀର ପିଇ ସାରି ଶୋଇପଡ଼ିଛି। କିଛି ସମୟ ସୁନାକର ପାଖରେ ଶୋଇବା ପରେ ମାନସୀ ଧୀରେ ଧୀରେ ଉଠି ଚାଲି ଆସିଲା ପାର୍ଥ ରୁମକୁ। ସୁନାକର ବି କିଛି ସମୟ ଅପେକ୍ଷା କରିଲା ମାନସୀର ଫେରିବା ବାଟକୁ। ମାନସୀ ଆଉ ଫେରିଲା ନାହିଁ। ସୁନାକର ଯାଇ ଦେଖିଲା ପାର୍ଥ ଓ ମାନସୀ ଗୋଟିଏ ବିଛଣାରେ ନିହାତି ଅସଞ୍ଜତ ଅବସ୍ଥାରେ ଶୋଇଛନ୍ତି। ସୁନାକର ଲାଇଟ୍ ମାରିଦେଲା। ଦୁହେଁ ସୁନାକରକୁ ଦେଖି ଡରିଗଲେ। ସୁନାକର କିଛି କହିଲେ ନାହିଁ, ପୁଣି ଲାଇଟ୍ ବନ୍ଦ କରି ଚାଲି ଆସିଲେ। ସକାଳୁ ଘରୁ ବାହାରି ଯାଇଥିଲେ, ଆଉ ଏବେ ବିଷ ଥୋଇ ପୁଣି ଘରୁ ବାହାରିଗଲେ। ମାନସୀ ଆସି ପାର୍ଥ ସାମ୍ନାରେ ହାତ ଯୋଡ଼ି ଠିଆ ହୋଇ କହିଲା, ତମ ବାପା ତମ ପାଇଁ ଝିଅ ଦେଖିବାକୁ ଯାଇ ନିଜେ ବାହା ହୋଇଗଲେ। ମଧ୍ୟସ୍ଥି ମତେ ତମ ଫଟୋ ଦେଖେଇଥିଲେ। ମୁଁ ପ୍ରଥମରୁ ତମକୁ ପସନ୍ଦ କରିଥିଲି। ତମ ବାପା କିନ୍ତୁ ମତେ ପସନ୍ଦ କରି କିଣି ଆଣିଲେ। ଟଙ୍କା ନେଇ ମୋ ବାପା ବୋଉ ଏମିତି କରିଲେ ବୋଲି ତାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ କିନ୍ତୁ ଏମିତି ନଥିଲି। ତମ ଫଟୋ ଦେଖିବା ପରେ ମୁଁ ତମକୁ ସ୍ୱାମୀ ରୂପରେ ସ୍ୱୀକାର କରି ନେଇଥିଲି, ଆଉ ସ୍ୱାମୀ ରୂପରେ ସ୍ୱୀକାର କରି ସ୍ୱ ଇଚ୍ଛାରେ ସର୍ବସ୍ୱ ଦେଇଥିଲି। ତମ ବାପାଙ୍କର କିଣା ସମ୍ପତ୍ତି ବୋଲି ତାଙ୍କୁ କିଛି କହିପାରୁନଥିଲି। ସତରେ ଏଗୁଡ଼ା କିନ୍ତୁ ଭୁଲ। ଆମର ଯାହା ସମ୍ପର୍କ ସେଥିରେ ଏମିତି କରିବା କଥା ନୁହେଁ। ଏତିକି କହି ମାନସୀ ବିଷ ପିଇ ଦେଇଥିଲା। ମାନସୀର ଶବ ଦେଖି ପାର୍ଥ ଖୁଣ୍ଟ ପାଲଟି ଯାଇଥିଲା। କିଛି ସମୟ ପରେ ସୁନାକର ଘରକୁ ଫେରି ଆସିଲେ। ତାଙ୍କୁ ଦେଖି ପାର୍ଥ କହିଲା, ପୁଅ ପାଇଁ ବୋହୂ ଦେଖିବାକୁ ଯାଇ ପଇସା ବଳ ଦେଖି ସେ ଝିଅକୁ ନିଜେ ବାହା ହୋଇଯାଉଥିବା ବାପା କ'ଣ ମାନସୀକୁ ଦିଆଯାଇଥିବା ବିଷର ଅଧିକାରୀ ନୁହେଁ? ବୟସର ଶେଷ ପାହାଚରେ କାମବାଣର ଶିକାର ହୋଇ ବୋହୂ କରିବାକୁ ମନସ୍ଥ କରିଥିବା ଝିଅକୁ ନିଜର ପତ୍ନୀ ସଜେଇ ଦେଇଥିବା ସ୍ୱାମୀ କ'ଣ ଏ ବିଷର ଅଧିକାରୀ ନୁହେଁ? ଏତିକି କହିଲା ପରେ ପାର୍ଥ ଆଉ କିଛି କହିନଥିଲା। ସୁନାକର ତା ମୁହଁକୁ ଚାହିଁଥିଲେ। ପାର୍ଥ ଘର ଛାଡ଼ି ଚାଲି ଯାଇଥିଲା।